ପିଲାମାନେ ଦେଖ ବର୍ତ୍ତମାନ ସମୟରେ ମୁଁ ତୁମକୁ ଗତକାଲି ମଧ୍ୟ ଭିଡିଓ ବନେଇଥିଲି। ସେ ଭିଡିଓରେ ମୁଁ ତୁମକୁ କହିଥିଲି ଯେ ବହୁତ ଜଲ୍ଦି ତମର ନନ୍ ଟିଚିଂ ଷ୍ଟାଫ୍ ଯୋଉ ଭେକେନ୍ସି ଗୁଡ଼ିକ ରହୁଛି ସେଟା ତମର ଆସିବା ପାଇଁ ଯାଉଛି। ବର୍ତ୍ତମାନ ସମୟରେ OUAT ଯୋଉ ତୁମେ ଜାଣିଥିବ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଯୋଉ ରହିଛି ଟେକ୍ନୋଲୋଜି ଯୋଉ ରହିଛି ତା ତରଫରୁ ବର୍ତ୍ତମାନ ସମୟରେ ଭେକେନ୍ସି ଆସିଛି। ତମେ କହିବ ସାର୍ OUAT ତ କଣ ମୁଁ ତୁମକୁ କହିଲି ପିଲାମାନେ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଯୋଉ ରହିଛି ତ ତା ତରଫରୁ କୋଉ ଭେକେନ୍ସି ପିଲାମାନେ ନନ୍ ଟିଚିଂ ଭେକେନ୍ସି ଏଟା ଆସିବା ପାଇଁ ଯାଉଛି। କେତେ କଣ ଭେକେନ୍ସି ରହୁଛି, କୋଉ କଲେଜରେ ରହୁଛି, ଟୋଟାଲ କେତୋଟି ମାନେ ପୋଷ୍ଟ ରହୁଛି ସବୁ କିଛି ମୁଁ ତୁମମାନଙ୍କୁ କହିବି। ପ୍ରଥମେ ଦେଖ ଏଠି ତମର କଲେଜର ଲିଷ୍ଟ ଗୁଡ଼ିକ ରହିଛି ଯେ କୋଉ କଲେଜରେ ତମର ଭେକେନ୍ସି ରହୁଛି ଏଗ୍ରିକଲଚର ତମ ଯେତିକି ପୁରା ଓଡ଼ିଶା ସାରା ଯେତିକି ବି କଲେଜ ରହିଛି ପିଲାମାନେ ସବୁ କଲେଜରେ ତମର ରହୁଛି। ମାନେ ଏମିତି କି ତୁମେ ଦେଖ ପ୍ରାୟ ପ୍ରତି ଜିଲ୍ଲାରେ ଯୋଉ କଲେଜ ଯେମିତି ତୁମେ ଦେଖ ଭୁବନେଶ୍ୱର କଥା କହିଦିଅ କିମ୍ବା ତମର ବ୍ରହ୍ମପୁର କଥା କହିଦିଅ ହେଲା। ତାପରେ ତମର ଦେଖ ଏଟା ଚିପିଲିମା ସମ୍ବଲପୁର କଥା କହିଦିଅ, ଯେତିକି ବି ତମର ରହୁଛି ଯୋଉଠି ବି ତମର ରହିଛି ସବୁ କଲେଜରେ ପିଲାମାନେ ତମର ବର୍ତ୍ତମାନ ସମୟରେ ଭେକେନ୍ସି ଆସିଛି। ତ ଏଠି କୋଉମାନେ ଆବେଦନ କରିପାରିବେ, କେମିତି ଆବେଦନ କରିବେ, କେବେ ଆବେଦନ ଷ୍ଟାର୍ଟ ହବ ସବୁ କହିବି। କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ମୁଁ ଦବା ପାଇଁ ଚାହୁଁଛି। ଆମର ପ୍ରତିଜ୍ଞା 3.0 ବେଚ୍ ଷ୍ଟାର୍ଟ ହେଇଯାଇଛି। ଯୋଉ ପିଲାମାନେ ପୁରା ପ୍ରଥମରୁ ଆର୍ଆଇ ଅମିନ ପଢିବା ପାଇଁ ଚାହୁଁଛନ୍ତି ନେଇପାରିବ। ମୁଁ ବାରମ୍ବାର କହିବାର ଗୋଟେ ହିଁ ରିଜନ ଯେ 2026ରେ ପିଲାମାନେ ଭେକେନ୍ସି ଏଥିପାଇଁ ଗଭର୍ଣ୍ଣମେଣ୍ଟ ଦେଇଛି ଯେ 2027ରେ ପଞ୍ଚାୟତ ଇଲେକ୍ସନ ରହୁଛି। ନେକ୍ସଟ ଭେକେନ୍ସି ତମର 2029 ପଞ୍ଚାୟତ ଇଲେକ୍ସନ ଏଇ ଯୋଉ ଆମର ଏମଏଲଏ ଏମପି ଇଲେକ୍ସନ ତା ପୂର୍ବରୁ ଆସିବ। ତା ମଝିରେ ଗଭର୍ଣ୍ଣମେଣ୍ଟ ଆଉ ଭେକେନ୍ସି ଦବ ନାହିଁ। ତେଣୁ ଯଦି ତମେ ଚାକିରି କରିବା ପାଇଁ ଇଚ୍ଛା ଅଛି ବର୍ତ୍ତମାନ ତମର ଆର୍ଆଇ ଏଆର୍ଆଇ ଅମିନ ଏସଏଫଏସ୍ ଆଇସିଡିଏସ୍ ସୁପରଭାଇଜର ଜୁନିୟର ଆସିଷ୍ଟାଣ୍ଟ ଭିଏଡବ୍ଲ୍ୟୁ ଫରେଷ୍ଟର ଫରେଷ୍ଟ ଗାର୍ଡ ସିଜିଏଲ ପୁଣି ପିଓ ବହୁତ ସାରା ଭେକେନ୍ସି ତମର ଆସିଛି, କିଛି ଆସିବ। ତେଣୁ ଏଇ ବର୍ଷ ତୁମେ ଚେଷ୍ଟା କର ଯେମିତି ଗୋଟେ ଚାକିରି ହେଇଯିବ। ଆମେ ତୁମର ବର୍ତ୍ତମାନ ସମୟରେ କରିଛେ, ତୁମର ପଢିକି ବି ଚାକିରି ନହେଲା ତୁମ ଟଙ୍କା ତମେ ରିଫଣ୍ଡ ନେଇଯିବ। ତ ତମର ଯଦି ଦରକାର ତାହେଲେ କମେଣ୍ଟ ସେକ୍ସନରେ ଯୋଉ ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ତମେ ମାନେ ଜଏନ୍ ହେଇପାରିବ। ଏଠି ପିଲାମାନେ ତମେ ଦେଖିଦିଅ ତମର ଯୋଉ ଭେକେନ୍ସି ଗୁଡ଼ିକ ଆସିଛି କଣ କଣ ପଦବୀ ପାଇଁ ତମର ଆସିଛି, କେବେ ଏଥିରେ ଆବେଦନ ଷ୍ଟାର୍ଟ ହବ। ପ୍ରଥମ ହେଲା ତମର ସେକ୍ସନ ଅଫିସର, ତାପରେ ତମର ହେଲା ଲେବୋରେଟୋରୀ ଆସିଷ୍ଟାଣ୍ଟ, ତାପରେ ଯଦି ପିଲାମାନେ ମୁଁ ଯିବି ଦେଖ ସୁପରିଟେଣ୍ଡେଣ୍ଟରେ ଭେକେନ୍ସି, ତମର ଷ୍ଟୋର କିପର, ସିନିୟର ଆସିଷ୍ଟାଣ୍ଟ, ସିଷ୍ଟମ ମ୍ୟାନେଜର, କମ୍ପ୍ୟୁଟର ଅପରେଟର ବା କମ୍ପ୍ୟୁଟର ଆସିଷ୍ଟାଣ୍ଟ ଯୋଉଟା ମୁଁ କହିବି। ତାପରେ ତମର ହେଲା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଏବଂ ତମର ହଉଛି ଲ୍ୟାବ ଟେକ୍ନିସିଆନ ଏଟା ମଧ୍ୟ ଆସିଛି। ରିସର୍ଚ୍ଚ ଆସିଷ୍ଟାଣ୍ଟ, ଜୁନିୟର ଲାଇବ୍ରେରିଆନ, ଏଗ୍ରିକଲଚର ଯୋଉ ରହିଛି ଜୁନିୟର ଆସିଷ୍ଟାଣ୍ଟ। ତାପରେ ଆଉ କଣ କଣ ଦେଖ ଜୁନିୟର ଡାଟା ଏଣ୍ଟ୍ରି ଅପରେଟର, ଗ୍ରେଡ ଟାଇପ ମାନେ ଟାଇପିଷ୍ଟ ଭେକେନ୍ସି, ଆଟେଣ୍ଡାଣ୍ଟ ବା ତମେ ଯଦି କହିବ ପିଅନ ଭେକେନ୍ସି, ଏଇଭଳି ତମର ଭିଏଡବ୍ଲ୍ୟୁ ଏଇଭଳି ତମର ବହୁତ ସାରା ଭେକେନ୍ସି ବର୍ତ୍ତମାନ ସମୟରେ ଆସିବାକୁ ଯାଉଛି ଏଇ ଯୋଉ ନୋଟିସରେ ଅଛି। ତ ଏଠି ତମର କ୍ୱାଲିଫିକେସନ ପିଲାମାନେ କଣ ରହିବ, ବୟସ କଣ ରହିବ ତା ବିଷୟରେ ମୁଁ କହିବି। ଯଦି ତମର କ୍ୱାଲିଫିକେସନ ଯଦି +2 କିମ୍ବା +3 ଅଛି ତମେ ମାନେ ଏଠି ଆବେଦନ କରିପାରିବ ହେଲା। କିନ୍ତୁ ମନେ ରଖ ଏଇ ଯୋଉ ତମକୁ ସିଏ କହିଛି ଡାଟା ଏଣ୍ଟ୍ରି ଅପରେଟର ଆ ପାଇଁ ତମ ମାନଙ୍କର କ୍ୱାଲିଫିକେସନ +2 ପାସ୍ ଏବଂ ତମ ପାଖରେ ଗୋଟେ AICT ଏପ୍ରୁଭ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ ଥିବା ଦରକାର। ମୁଁ ବାରମ୍ବାର ତମମାନଙ୍କୁ କହୁଛି ଯଦି ତମମାନଙ୍କର ଗୋଟେ ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ ଦରକାର ସ୍କ୍ରିନରେ ଆମ ନମ୍ବର ଅଛି, ଆମକୁ କଣ୍ଟାକ୍ଟ କରିକି ତମେ ମାନେ କରିପାରିବ ପ୍ରଥମ କଥା। ତାପରେ ଗଲା କ୍ୱାଲିଫିକେସନ କହିଲି, ବୟସ ତମର କେତେ ରହିବ। ଏଠି ଯଦି ତୁମ ବୟସ 18 ବର୍ଷରୁ ଆରମ୍ଭ କରିକି 42 ବର୍ଷ ଭିତରେ ରହୁଛି ତମେ ମାନେ ଏଠି ଆବେଦନ କରିପାରିବ। କୋଉ ସାଇଟରେ ତମେ କରିବ ନା OUAT ର ଯୋଉ ଅଫିସିଆଲ ସାଇଟ ରହିଛି ଯୋଉ ଓଡ଼ିଶା ମୁଁ ଯୋଉ ତୁମକୁ କହିଲି ୟୁନିଭର୍ସିଟି ଅଫ ଏଗ୍ରିକଲଚର ଟେକ୍ନୋଲୋଜି ଯୋଉ OUAT ର ଅଫିସିଆଲ ସାଇଟ ରହିଛି ତମେ ମାନେ ସେଠୁକୁ ଯାଇକି ମଧ୍ୟ ଏଠି ଆବେଦନ କରିପାରିବ ହେଲା। ଏଠି ତମେ ଦେଖ ମୁଁ ତୁମକୁ ଦେଖେଇ ଦଉଛି OUAT ର ଯୋଉ ରହିଛି ତମେ ମାନେ ଗୁଗୁଲରେ OUAT କୁ ସର୍ଚ୍ଚ କରିପାରିବ। OUAT କୁ ସର୍ଚ୍ଚ କରିସାରିଲା ପରେ ତାର ଯୋଉ ଅଫିସିଆଲ ସାଇଟ ରହିଛି ଯେତେବେଳେ ବି ଏହାର ଆବେଦନ ଷ୍ଟାର୍ଟ ହବ ତମେ ମାନେ ତାର ଅଫିସିଆଲ ସାଇଟକୁ ଯାଇକି ଆବେଦନ କରିପାରିବ। ତମେ କହିବ ଯେ ଆମେ ଆବେଦନ କେମିତି କରିବା, କେବେ ଏହାର ଆବେଦନ ଷ୍ଟାର୍ଟ ହବ। ବହୁତ ଜଲ୍ଦି ପିଲାମାନେ ଏଟା ଯେହେତୁ ତାର ଯୋଉ ବର୍ତ୍ତମାନ ସମୟରେ ନୋଟିସ ଆସିଛି ଏଟା ମେ ବି ଫେବୃଆରୀ ଲାଷ୍ଟ ନହେଲେ ମାର୍ଚ୍ଚ ଫାଷ୍ଟ ଭିତରେ ତମର ଆବେଦନଟା ଷ୍ଟାର୍ଟ ହବ। ଗଭର୍ଣ୍ଣମେଣ୍ଟ ଜିନିଷ ପିଲାମାନେ କହିହବନି ଯେ ତମର କେବେ କଣ ଷ୍ଟାର୍ଟ ହବ, କିନ୍ତୁ ତମେ ଧରିକି ଚାଲ ଫେବୃଆରୀ ଲାଷ୍ଟ ନହେଲେ ମାର୍ଚ୍ଚ ଫାଷ୍ଟ ଭିତରେ ତମର ଭେକେନ୍ସିଟି ଆସିବା ପାଇଁ ଯାଉଛି। ମେ ବି ତମର ମାର୍ଚ୍ଚ ହେଇପାରେ, ଫେବୃଆରୀ ନ ହେଇପାରେ, କାରଣ ଜଷ୍ଟ ରିକ୍ୱିଜିସନ ତମର ଯାଇଛି, ମେ ବି ତମର ଡିଲେ ହେଇପାରେ। ତେଣୁ ଯେବେ ବି ହବ ତମେ ମାନେ OUAT ର ଯୋଉ ଅଫିସିଆଲ ସାଇଟ ରହିଛି ସେଠି ଯାଇକି ଆବେଦନ କରିପାରିବ। କ୍ୱାଲିଫିକେସନ ତମର ମୁଁ କହିଲି ଯଦି ତୁମେ +2 କିମ୍ବା +3 ପାସ୍ କରିଛ ତମେ ମାନେ ଏଠି ଆବେଦନ କରିପାରିବ। ବୟସ ତମକୁ କହିଲି ଯଦି ତୁମେ 18 ରୁ 42 ବର୍ଷ ଭିତରେ ରହୁଛି ତମେ ମାନେ ଆବେଦନ କରିପାରିବ। ତ ତାପରେ ହେଲା ଯେ ସାର୍ ଆମେ ପଢିବା କେମିତି, ଆ ପାଇଁ ଆମେ ପ୍ରିପାରେସନ କେମିତି କରିବା। ଦେଖ ଏଠି ଯୋଉ ତମର ପିଲାମାନେ ନନ୍ ଟିଚିଂ ଷ୍ଟାଫ ଗୁଡ଼ିକ ରହୁଛି ନନ୍ ଟିଚିଂ ଷ୍ଟାଫର କ୍ୱାଲିଫିକେସନ ତମର ସେଇ ମାନେ ତମର ଯୋଉ ସିଲାବସ ରହୁଛି ଯେମିତି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଜବ ଯେମିତି ରହୁଛି ସେଇ ସେମ ସିଲାବସ ହିଁ ତମର ଏଠି ରହିବ। ସେମିତି କିଛି ଡିଫରେଣ୍ଟ ସିଲାବସ ନୁହେଁ।
सिलेबस तुमर सेम रहिबो कारण गवर्नमेंट वर्तमान कर दैछि जे प्रीलिम्स एग्जाम माने गोटे सिंगल एग्जाम तुम कह आ पई हमें पढिबा केमति जदि भी हमें पढिबा केमति पढिबा पिला माने देखो हमर जेतिकी भी नॉन टीचिंग स्टाफ रहउची से नॉन टीचिंग स्टाफ पई हम गोटे सिंगल बैच करिछु से गोटे बैच जदि तुमे नउचो से गोटे बैच रे तुमे माने सब प्रिपरेशन करि परिबो जहां भी तुम मानकर प्रिपरेशन दरकार से गोटे बैच रे करि परिबो जोटा भी तुम माने प्रिपरेशन करिया पई चाहुचो वर्तमान देखिजो पिला माने हमर विद्या मंदिर बैच स्टार्ट हे जाईची जदि तुमे प्रिपरेशन करिया पई चाहुचो तेबे हमर ए जो विद्या मंदिर बैच रहिची एई बैच को नेकी तुमे माने प्रिपरेशन करि परिबो पूरा प्रथम रु हमर बैच स्टार्ट हे जाईची जहां भी तुम मानकर रहउची जदि तुमे पूरा फंडामेंटल क्लियर करिया पई चाहुचो एठी करि परिबो ता सहित जेमति मु तुमको स्टार्टिंग रे कहितली जदि तुमे अप्लाई करिया पई चाहुचो जे एबे तो अप्लाई स्टार्ट हेनी जेबे भी तुमे अप्लाई करिवो तबे माने ए जो रहिची ओडिसा यूनिवर्सिटी ऑफ एग्रीकल्चर एंड टेक्नोलॉजी ओयूएटी एई ऑफिशियल साइट रे जाईकी तमे माने एठी करि परिबो एठी पिला माने तमरो आवेदन हबो ता सहित जदि तुमको आ ऊपर किछि भी डाउट रहउची तुमको किछि भी पचारिबार अछि तमे माने मते कमेंट सेक्शन ले पचारि परिबो जेमिति मु तुमको काली कहितली हाई स्कूल नॉन टीचिंग स्टाफ तमरो जो रहिची आरएचटी जो रहिची ता सहित तमरो वैकेंसी आसीबो तेनु वर्तमान समय रे जहां भी नॉन टीचिंग स्टाफ रो वैकेंसी आसुची तमे माने आवेदन करि दियो एवं जो माने एते पर्यंत हम टेलीग्राम ग्रुप रे जॉइन हेइ नांती सर्वप्रथमे टेलीग्राम ग्रुप रे जाई जॉइन हेइ जाओ कारण सेठी तुम माननको बहुत किछि दिनस फ्री रे मिलुची तो आज पई एतिकी रहिली नमस्कार जय जगन्नाथ।